ତୃତୀୟ ନମ୍ବର ବାଣୀ ଯାହା ଯୀଶୁଖ୍ରୀଷ୍ଟ କ୍ରୁଶରେ ଥାଇକି ପ୍ରକାଶ କରୁଛନ୍ତି ଆଉ ଆମେ ସମସ୍ତେ ଜାଣିଛୁ। ଆମେ ସେ ବିଷୟକୁ ଆମେ ପଢିବା। ତୃତୀୟ ନମ୍ବର ବାଣୀ ଯୋହନ ପୁସ୍ତକ 19 ପର୍ବ 26 ରୁ 27। ଯୋହନ ପୁସ୍ତକ 19 ପର୍ବ 26 ରୁ 27। 26-27 ଏହି ପ୍ରକାର ଲେଖାଯାଏ। ଯୀଶୁ ସେମାନଙ୍କୁ 19 ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ୟେସ୍। ଏହା ମନୁଷ୍ୟର ଅସାଧ୍ୟ। ସରି। ଯୋହନ ପୁସ୍ତକ 19 ପର୍ବ 26 ଆଉ 27 ପଦ। ଯୋହନ 19:26 ଏହି ପ୍ରକାର ଲେଖାଯାଏ। ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟକୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର। ତତ୍ପରେ ସେହି ଶିଷ୍ୟକୁ କହିଲେ, ଦେଖ ତୁମ୍ଭର ମାତା। ଆଉ ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ। ପ୍ରେଜ୍ ଗଡ୍। ଏଇଟା ହଉଛି ତୃତୀୟ ବାଣୀ। ଯେତେବେଳେ ଯୀଶୁଖ୍ରୀଷ୍ଟ କ୍ରୁଶରେ ଥାଇକି ପ୍ରକାଶ କରୁଛନ୍ତି, ସେ ଦେଖୁଛନ୍ତି ପ୍ରାୟତଃ ଅଧିକାଂଶ ଶିଷ୍ୟମାନେ ଯୀଶୁଙ୍କୁ ବନ୍ଦୀରେ ନେଲା ପରେ ବନ୍ଦୀ କଲା ବେଳେ ପ୍ରାୟତଃ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ପରିତ୍ୟାଗ କରି ପଳେଇ ଗଲେ। ଯୀଶୁଖ୍ରୀଷ୍ଟଙ୍କ ସହିତ ଥିଲେ, ଯୀଶୁଖ୍ରୀଷ୍ଟଙ୍କ ସହିତ ବାସ କରୁଥିଲେ, ଯୀଶୁଖ୍ରୀଷ୍ଟଙ୍କର ପ୍ରତ୍ୟେକ କଥା ଶୁଣୁଥିଲେ, ପ୍ରତ୍ୟେକ ବାଣୀକୁ ଜାଣିଛନ୍ତି, ପ୍ରତ୍ୟେକ ଆଶ୍ଚର୍ଯ୍ୟକର୍ମ ନିଜ ଚକ୍ଷୁରେ ଦେଖିଛନ୍ତି, ଆଶ୍ଚର୍ଯ୍ୟକର୍ମ ନିଜେ ଅନୁଭବ କରିଛନ୍ତି। କିନ୍ତୁ ଯେତେବେଳେ ବିପରୀତ ପରିସ୍ଥିତି ଆସେ, ଖରାପ ପରିସ୍ଥିତି ଆସେ, ପ୍ରାୟତଃ ଲୋକମାନେ ଦୌଡ଼ି ପଡେଇଲେ। ପିତରଙ୍କର କଥା ବି ଦେଖୁଛୁ। ପିତରଙ୍କୁ ଯେତେବେଳେ କହୁଛନ୍ତି ଯେ ତତେ ବି ଆମେ ଦେଖିଛୁ ଯୀଶୁଙ୍କ ଠାରେ ଥିବୁ, ତୁ ବି ଯୀଶୁଙ୍କର ଶିଷ୍ୟ, ସେ କହୁଛି ମୁଁ ଜାଣି ନାହିଁ, କାହା ବିଷୟରେ କହୁଛୁ ମତେ ଜଣା ନାହିଁ। ଏଇଟା ହଉଛି ନିରାଟ ସତ୍ୟ କଥା। ଉତ୍ତମ ବିଷୟ ଥିବ, ଭଲ ସମୟ ଚାଲିଥିବ, ତେବେ ଆମେ ପରସ୍ପରକୁ ଆଦର କରିଥାଉ। ଯେତେବେଳେ ବିପଦ ସମୟ ଆସେ ଆମେ ପରିତ୍ୟାଗ କରୁ। କିନ୍ତୁ ସେ ବିପଦ ସମୟରେ ହିଁ ଜଣା ପଡେ ଯେ କିଏ ପ୍ରକୃତ ବନ୍ଧୁ ଅଟନ୍ତି। ଇଂରାଜୀରେ ଗୋଟେ ଷ୍ଟେଟମେଣ୍ଟ ଅଛି, ଫ୍ରେଣ୍ଡ ଇନ୍ ନିଡ୍, ଫ୍ରେଣ୍ଡ ଇନ୍ ଡିଡ୍। ଏହାର ଅର୍ଥ ଦୁଃଖ ସମୟରେ ଯିଏ ପ୍ରକୃତ ବନ୍ଧୁ, ଯିଏ ବନ୍ଧୁ, ସେ ହେଉଛନ୍ତି ପ୍ରକୃତ ବନ୍ଧୁ। ଦୁଃଖ ସମୟରେ ଯେଉଁମାନଙ୍କର ସହଯୋଗ କରେ, ଯେଉଁମାନଙ୍କୁ ସାଥି ଦିଏ, ସେ ହେଉଛନ୍ତି ଆମମାନଙ୍କର ପ୍ରକୃତ ବନ୍ଧୁ। ଏମାନେ ସମସ୍ତେ ପଳେଇ ଗଲେ, କିନ୍ତୁ ଜଣେ ବ୍ୟକ୍ତି ସେ ଛାଡିକି ଗଲେ ନାହିଁ। ଏଥିପାଇଁ ଯୀଶୁ ତାଙ୍କୁ ଅତ୍ୟଧିକ ପ୍ରେମ କରୁଥିଲେ। ଇଂରାଜୀରେ ଅନେକ ସମୟ ଲେଖାଯାଏ, he was sleeping on the breast of Jesus Christ। ସେ ସବୁବେଳେ ଯୀଶୁଖ୍ରୀଷ୍ଟଙ୍କର ବକ୍ଷରେ ରହିଥିବା ବ୍ୟକ୍ତି, ସେମାନେ ଶୟନ କରୁଥିବା ବ୍ୟକ୍ତି। ଯୀଶୁ ତାଙ୍କୁ ଅତ୍ୟଧିକ ପ୍ରେମ କରୁଥିଲେ। ଏଥିପାଇଁ ଅନ୍ତିମ ଦିନର ସମସ୍ତ ଗୁପ୍ତ କଥା ତାଙ୍କୁ ପ୍ରକାଶ କରୁଛନ୍ତି। ଦେଖୁଛନ୍ତି ତାଙ୍କର ମାତା ଅଛନ୍ତି, ଯେ ଯୀଶୁଖ୍ରୀଷ୍ଟଙ୍କୁ କେବେ ବି ଅଗ୍ରାହ୍ୟ କରିନାହାନ୍ତି, ଯେ ଯୀଶୁଖ୍ରୀଷ୍ଟଙ୍କର ସାଥିରେ ଅଛନ୍ତି। ଯୋସେଫର କଥା ଜଣା ନାହିଁ। କିଛି ଇତିହାସରେ ଥିବା ଲୋକମାନେ କୁହନ୍ତି, ବାଇବଲ ବିତ୍ ମାନେ କୁହନ୍ତି, ଐତିହାସିକ ଲୋକମାନେ କୁହନ୍ତି, ଯୋସେଫ ଅଳ୍ପ ବୟସରେ ସେ ମୃତ୍ୟୁବରଣ କଲେ। କିନ୍ତୁ ଯୀଶୁଙ୍କର ମାତା ଜାଣିଛନ୍ତି। ଟିକେ ମନେ ପକାନ୍ତୁ କାନା ନଗରର ସେଇ ଆଶ୍ଚର୍ଯ୍ୟକର୍ମ ବିଷୟରେ। ଭୋଜି ଗୋଟେ ଘରେ ନିମନ୍ତ୍ରଣ ଜଣକୁ କଣା ହେଇଛି, ଆୟୋଜନ ଜଣେ କରୁଛି, କିନ୍ତୁ ନିମନ୍ତ୍ରିତ ଲୋକକୁ କୁହାଯାଉଛି ତାଙ୍କର ଦୁଃଖ ଅଛି, ଟିକେ ସାହାଯ୍ୟ କରିଦେ। ତାର ପୃଷ୍ଠଭୂମିକୁ ଆଉ ତାର କଣ୍ଟେକ୍ସକୁ, ପରିସ୍ଥିତିକୁ ଆମେ ବୁଝିବା ପାଇଁ ଚେଷ୍ଟା କରୁ। କାର୍ଡ ଦେଇକି ସମ୍ମାନ ସହିତ ଇନଭାଇଟ୍ କରାଯାଇଛି, ନିମନ୍ତ୍ରଣ କରାଯାଇଛି ଜଣକୁ। ଭୋଜି କରୁଛନ୍ତି ଜଣେ, ଆୟୋଜନ କରୁଛନ୍ତି ଜଣେ, ଭୋଜି ହଉଛି, ବିବାହ ହଉଛି ଜଣଙ୍କର। ନିମନ୍ତ୍ରିତ ବ୍ୟକ୍ତିଙ୍କୁ କୁହାଯାଉଛି ତାଙ୍କର ସମସ୍ୟା ଅଛି, ସମାଧାନ କରେ। କାହିଁକି? ମରିୟମକୁ ଯୀଶୁଖ୍ରୀଷ୍ଟ କହିଲେ, ଗୋ ନାରୀ,
ଏବେ ପର୍ଯ୍ୟନ୍ତ ମୋର ସମୟ ଉପସ୍ଥିତ ହେଇନାହିଁ। ମରିୟମ ଅପସେଟ୍ ହେଲେ ନାହିଁ କଥା ଶୁଣିକିରି, ଦୁଃଖ କଲେ ନାହିଁ। ବରଂ ସେ କହିଲେ ଶିଷ୍ୟମାନଙ୍କୁ ସେ ଯାହା ବି କହୁଛନ୍ତି କର, କାରଣ ସେ ଜାଣିଛନ୍ତି ତାଙ୍କର ଗର୍ଭରୁ କି ପ୍ରକାର ଜନ୍ମ ଗ୍ରହଣ କରିଛନ୍ତି। ସେ କିଏ ସେ କଥା ଜାଣିଛନ୍ତି। ଯେତେବେଳେ ସେ ଗର୍ଭରେ ନଥିଲେ ସେତେବେଳେ ହିଁ ତାଙ୍କ ବିଷୟରେ ସ୍ୱର୍ଗରୁ ଆଗତ ଗୋଟେ ସମ୍ବାଦକୁ ସେ ସ୍ୱର୍ଗଦୂତଙ୍କ ଦ୍ୱାରା ପ୍ରାପ୍ତ କରିଥିଲେ। ସେ ଜାଣିଥିଲେ ଯେ ଯୀଶୁ କିଏ ଅଟନ୍ତି। ଯଦିଓ ବି ଯୀଶୁଙ୍କର ଭାଇମାନେ କିଛି ଜାଣିନାହାନ୍ତି, ଯୀଶୁଙ୍କର ଭଉଣୀମାନେ ତାଙ୍କୁ ଜାଣିନଥିଲେ, ଚିହ୍ନି ପାରୁନଥିଲେ, ବିରୋଧୀ କରୁଥିଲେ, ତ ତାଙ୍କ ମାତା ତାଙ୍କୁ ଜାଣିଥିଲେ। ଏଥିପାଇଁ ଯୀଶୁଙ୍କୁ ଛାଡ଼ିକି ସେ କୁଆଡ଼େ ଯାଉନାହାନ୍ତି। କେବଳ ମିନିଷ୍ଟ୍ରି 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 ପ୍ରଭୁ ଯୀଶୁ ଖ୍ରୀଷ୍ଟ ବି ବ୍ୟସ୍ତ ନାହିଁ। ରେସ୍ପନ୍ସିବିଲିଟି, ଗୋଟେ ଦାୟିତ୍ୱକୁ ନେଉଛନ୍ତି। ଆଉ ଏଥିପାଇଁ ସେ ତାଙ୍କ ମାଆକୁ କହୁଛନ୍ତି, ମାତାଙ୍କୁ ଦେଖୁଛନ୍ତି, ଆଉ ତାଙ୍କର ଶିଷ୍ୟ ଯାହାଙ୍କୁ ସେ ଅତ୍ୟଧିକ ପ୍ରେମ କରୁଛନ୍ତି, ଆଉ ସେ ଶିଷ୍ୟର ନାମ ଜହନ ଅଟେ। ସେ ଶିଷ୍ୟକୁ କହୁଛନ୍ତି, ଦେଖ ସେଟା ହେଉଛି ତମର ମାତା। ଆଉ ତାଙ୍କ ମାଆକୁ କହୁଛନ୍ତି, ଏଇଟା ହେଉଛି ତମର ପୁତ୍ର। ଏ ନ୍ୟୁ ବଣ୍ଡିଂ, ଏକ ନୂଆ ରିଲେସନସିପକୁ ପ୍ରଭୁ ଗଠନ କରୁଛନ୍ତି। ଆମେ ପଢୁଥିଲୁ। ଆଉ ତାପରେ ସେହି ଶିଷ୍ୟ ସେ ମାତାଙ୍କୁ ନେଇକି ଯାଉଛନ୍ତି। କାହିଁକି ଏ କଥା ପ୍ରଭୁ କହିଲେ? କାହିଁକି ଏ ବିଷୟ ପ୍ରଭୁ କହୁଛନ୍ତି? କାରଣ ଯୀଶୁ ଯେତେବେଳେ ଜୀବିତ ଅଟନ୍ତି, ଯୀଶୁ ଯେତେବେଳେ ଜୀବିତ ଥିଲେ, ଯୀଶୁଙ୍କର ଭାଇମାନେ ଯୀଶୁଙ୍କୁ ଗ୍ରହଣ କରୁନଥିଲେ। ଏଥିପାଇଁ ଅନେକ ଜାଗାରେ ଯୀଶୁଙ୍କୁ କହିଲେ ଯେ ଆମେ ତୋର କଥା ଶୁଣିବୁ ନାହିଁ, ଆମମାନଙ୍କୁ ତୁ ଶିକ୍ଷା ଦେନା। ଯା, ତୋର ଶିଷ୍ୟମାନେ ଯେଉଁମାନେ ତୋର କଥା ଶୁଣୁଛନ୍ତି, ଯେଉଁମାନେ ତୋର କଥାକୁ ଗ୍ରହଣ କରୁଛନ୍ତି, ସେମାନଙ୍କୁ ଶିକ୍ଷା ଦେ। ଏତେ ତୁ ଭାଷଣ ମାରେ ନା। ଯୀଶୁଙ୍କୁ ଅଗ୍ରାହ୍ୟ କଲେ। ଆଉ ବି ଗୋଟେ ବାହାଘରରେ ସେ ମନା କରୁଛନ୍ତି, ଭୋଜିରେ ଆମେ ଯାଉଛୁ, ସେଟା ଦେଖେ ତୁ ସେଟା ଆସିବୁ ନାହିଁ। ଯଦି ଆମେ ସାଂସାରିକ ଭାବରେ ଚିନ୍ତା କରୁଛୁ, ଜାଗତିକ ଭାବରେ ଚିନ୍ତା କରୁଛୁ, ସମାଜର କଥା ଯଦି ଆମେ ଚିନ୍ତା କରୁଛୁ, ସେ ଯୋଉ ବଡ଼ ପୁଅ, ଜ୍ୟେଷ୍ଠ ଭାଇ, ତାଙ୍କୁ କହିବା ପାଇଁ କୌଣସି ବ୍ୟକ୍ତିଙ୍କର ସାହସ ହେବା କଥା ନାହିଁ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଫାରୁସୀ ମାନଙ୍କ ଦ୍ୱାରା ଅଗ୍ରାହ୍ୟ କରାଗଲେ ତାହା ନୁହେଁ, ସାଧୁକୀ ମାନଙ୍କ ଦ୍ୱାରା ତାଙ୍କୁ ଘୃଣା କରାଗଲା ତାହା ନୁହେଁ, ତାଙ୍କର ନିଜର ପରିବାର ଲୋକମାନେ ମଧ୍ୟ ତାଙ୍କୁ ଘୃଣା କଲେ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ କଲେ, ଯେ ମୋ ପଛରେ ଆସିବା ପାଇଁ ଚାହୁଁଛି, ଯଦି ଏଇ ଲୋକମାନଙ୍କୁ ପରିତ୍ୟାଗ କରିବେ ନାହିଁ, ତେବେ ସେ ମୋର ଶିଷ୍ୟ ହେଇପାରିବ ନାହିଁ। ମୁଁ କହୁନାହିଁ କି ଛାଡ଼ିକିରି ଲାଥ ମାରିଦେଇକି ପଳେଇଯିବା, ସେ କଥା ମୁଁ କହୁନାହିଁ। ଯୀଶୁଙ୍କୁ ପ୍ରେମ କରିଲା ବେଳେ ଯେକୌଣସି ବ୍ୟକ୍ତି ଯଦି ବାଧାର କାରଣ ହୁଏ, ସେତେବେଳେ ଆମେ ତାଙ୍କୁ ସାଇଡ୍ କରିବାଟା ଉଚିତ। ସେତେବେଳେ ଆମେ ସେ ବିଷୟକୁ ଅଗ୍ରାହ୍ୟ କରିକି ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି। ତ ଯୀଶୁ ଜାଣିଛନ୍ତି ମୋର ମୃତ୍ୟୁ ପରେ ପରେ ମୋର ମାଆଙ୍କୁ ଆଉ ଦେଖିବା ଲୋକ କିଏ ନାହାନ୍ତି। କାରଣ ମୋର ଭାଇମାନେ ମୋତେ ବିଶ୍ୱାସ କରୁନାହାନ୍ତି। ମୋର ଭାଇମାନେ, ମୋର ଭଉଣୀମାନେ ମୋତେ ଅଗ୍ରାହ୍ୟ କରୁଛନ୍ତି। ମୋର ମା ଏକଲା ହେଇଯିବ। ଗୋଟେ ପ୍ରେମ, ଗୋଟେ ଯତ୍ନବାନର ସ୍ୱଭାବକୁ ଯୀଶୁ ଖ୍ରୀଷ୍ଟ ସେଠାରେ ପ୍ରକାଶ କରୁଛନ୍ତି। ଏଥିପାଇଁ ଗୋଟେ ଦାୟିତ୍ୱ ଦଉଛନ୍ତି, ଜିମ୍ମେଦାରି ଦଉଛନ୍ତି ଗୋଟେ ଶିଷ୍ୟଙ୍କୁ। ଏବେଠାରୁ ତୁ ମାଆଙ୍କର ଖ୍ୟାଲ ରଖିବୁ, ତାଙ୍କର ଯତ୍ନ ନେବୁ, ତାଙ୍କର ବିଷୟରେ ତୁ ବୁଝିବୁ। ପ୍ରେମ, ଯତ୍ନ, ଏକ ଦାୟିତ୍ୱକୁ ସେ ଦଉଛନ୍ତି ପରିବାର ପ୍ରତି, ବିଶ୍ୱାସୀ ମାନଙ୍କ ପ୍ରତି, ତାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେତେ ଦାୟିତ୍ୱବାନ ଅଟନ୍ତି। ଅଣଦେଖା କରନ୍ତି ନାହିଁ। ଏଥିପାଇଁ ଯଦି ଆମେ ପିତର ପତ୍ରରେ ଦେଖୁଛୁ ଯେ ତୁମର ସମସ୍ତ ଚିନ୍ତାର ଭାର ତାହାଙ୍କ ନିକଟରେ ପକାଅ। ଇଂଲିଶରେ ଲେଖାଯାଏ, କାଷ୍ଟ ଅଲ୍ ୟୁର ବର୍ଡେନ୍ସ ବିକଜ ହି କେୟାର୍ସ ଫର ୟୁ। ସେ ଆପଣଙ୍କ ପାଇଁ ଧ୍ୟାନ କରନ୍ତି, ଯତ୍ନ କରନ୍ତି। ଆପଣଙ୍କ ବିଷୟରେ ସେ ଅତି ଯତ୍ନବାନ ଅଟନ୍ତି। ପ୍ରଭୁ ଗୋଟେ ଦାୟିତ୍ୱକୁ ସେଠି ପ୍ରକାଶିତ କରୁଛନ୍ତି। ସେ ଏକଲା ଛାଡୁନାହାନ୍ତି। ଯେମିତି ପ୍ରଭୁ କହିଲେ, ଦେଖ ମୁଁ ତୁମମାନଙ୍କୁ ଅନାଥ କରି ଛାଡି ଯାଉ ନାହିଁ, କିନ୍ତୁ ତୁମମାନଙ୍କ ନିମନ୍ତେ ଗୋଟେ ସାହାଯ୍ୟକାରୀ ଆତ୍ମାକୁ ପ୍ରେରଣ କରୁଛି। ଏତେ ଧ୍ୟାନ ଅଟନ୍ତି, ଏତେ ଯତ୍ନବାନ ଅଟନ୍ତି। ମୁଁ ଯଦି ଛାଡ଼ିକି ଯିବି, ତେବେ ନିଶ୍ଚିନ୍ତ ଭାବରେ ଏମାନେ ଆଉ
ରାସ୍ତା ଚାଲି ଜାଣିବେ ନାହିଁ, ଧାର୍ମିକ ପଥରେ ଜାଣିବେ ନାହିଁ, ଉତ୍ତମ କାର୍ଯ୍ୟ କରିପାରିବେ ନାହିଁ। ଏମାନେ ଏକଲା ହୋଇଯିବେ। ଏମାନଙ୍କୁ ଜଗତ ଘୃଣା କରିବ, ନିନ୍ଦା କରିବ, ତାଡ଼ନା କରିବ। ମାତା ପିତା ଅଗ୍ରାହ୍ୟ କରିବେ, ପୁତ୍ରମାନେ ଅଗ୍ରାହ୍ୟ କରିବେ। ମୋ ନିମନ୍ତେ ଏମାନଙ୍କୁ ମହାସଭାରେ ଦଣ୍ଡିତ କରାଯିବ, ବନ୍ଦୀରେ ପକାଯିବ। ଏ ପ୍ରକାର ସମୟରେ ସାହସ ଦେବା ଲୋକ ତ ଜଣେ ନିହାତି ରହିବା ଦରକାର। ଏବେ ମୁଁ ଅଛି, ଏବେ ମୁଁ ଅଛି। ଏଥିପାଇଁ ଝଡ଼ ତୋଫାନ ଆସିଲେ ମୁଁ ଧମକ ଦେଇକିରି ଶାନ୍ତ କରିଦେଉଛି। ଏବେ ମୁଁ ଅଛି, ଭୋକରେ ଥିଲେ ମୁଁ ଖାଇବା ପାଇଁ ଦଉଛି। କିନ୍ତୁ ମୁଁ ଗଲା ପରେ ଏମାନଙ୍କର ଅବସ୍ଥା ଖରାପ ହେବ। ଏମାନେ ସତ୍ୟ ମାର୍ଗରେ ଚାଲିପାରିବେ ନାହିଁ। କାରଣ ମନୁଷ୍ୟ ଅତି ସରଳ ଭାବରେ ଶୈତାନର ଫାନ୍ଦରେ ପଡ଼ିବା ପାଇଁ ସବୁବେଳେ ତୟାରୀ, ଅତି ସରଳ ଭାବରେ। ଏ କଥା ପ୍ରଭୁ ଜାଣିଥିଲେ, ଏଥିପାଇଁ ପ୍ରଭୁ ସାହାଯ୍ୟକାରୀ ଆତ୍ମାକୁ ପଠାଉଛନ୍ତି। ଠିକ୍ ସେମିତି ମୃତ୍ୟୁ ପୂର୍ବରୁ, ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ପ୍ରଭୁ ପରିବାର ପ୍ରତି, ନିଜର ମାତାଙ୍କ ପ୍ରତି, ସମାଜ ପ୍ରତି ଯୋଉ ଦାୟିତ୍ୱ ଥିଲା, ସେଇ ଦାୟିତ୍ୱକୁ ସେ ପ୍ରକାଶ କରୁଛନ୍ତି। ଯଦି ପ୍ରେରିତ ମାନଙ୍କ ସହିତ ରହିବେ, ଯେହେତୁ ପ୍ରେରିତ ମାନେ ଯୀଶୁଙ୍କୁ ଅନୁସରଣ କରୁଛନ୍ତି, ତ ସେଇଟା କେବେ ମଧ୍ୟ ଦୁଃଖର କାରଣ ହେବ ନାହିଁ। ଯଦି ମା ଘରେ ରହିବେ, ତେବେ ତାଙ୍କୁ ଦୁଃଖ ମିଳିପାରେ। ପ୍ରଭୁ ତାଙ୍କୁ ପୃଥକ କରିଛନ୍ତି। ପ୍ରଭୁଙ୍କର ପଛରେ ଚାଲିବା ଲୋକ ପୃଥକ ହେଇଛନ୍ତି। ଏଥିପାଇଁ ପ୍ରଭୁ କହିଲେ, ଯଦି ପ୍ରକୃତରେ ମୋର ଶିଷ୍ୟ ହେବା ପାଇଁ ଚାହୁଁଛ, ଯୋହନ ପୁସ୍ତକ 13 ପର୍ବ 34-35 ପଦରେ ଆମେ ଯଦି ଦେଖୁଛୁ, ଯୋହନ ପୁସ୍ତକ, ଯୋଉଟେ ନୂଆ ଆଜ୍ଞା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦଉଛନ୍ତି। 13-34-35, ମୁଁ ତୁମମାନଙ୍କୁ ଏକ ନୂତନ ଆଜ୍ଞା ଦେଉଛି। କଣ ସେଟା? ପରସ୍ପରକୁ ପ୍ରେମ କର। ଆଉ ସେ ପରସ୍ପରର ପ୍ରେମ ପ୍ରଭୁ ସେଇଠି ପ୍ରକାଶିତ କରୁଛନ୍ତି, ଯେ ମାତାକୁ ଦଉଛନ୍ତି, ପୁତ୍ର ହସ୍ତରେ ସମର୍ପଣ କରୁଛନ୍ତି। ଆଉ ମାତାଙ୍କୁ ପୁତ୍ର ପ୍ରଦାନ କରୁଛନ୍ତି, ପୁତ୍ରଙ୍କ ନିମନ୍ତେ ଏକ ମାତାକୁ ପ୍ରଦାନ କରୁଛନ୍ତି। ପରସ୍ପର ପ୍ରେମ କରିବା ବିଷୟରେ ପ୍ରଭୁ କହିଥିବା ସକାଶୁ ଏମାନେ ଶେଷ ସମୟ ପର୍ଯ୍ୟନ୍ତ ପ୍ରେମ କରୁଛନ୍ତି। ତ କହିବାର ଅର୍ଥ କଣ? ଯୀଶୁ ଯେତେବେଳେ ତୃତୀୟ ବାଣୀ କହୁଛନ୍ତି, ସେ ଦାୟିତ୍ୱବାନ, ଜିମେଦାରୀ, ଏକ ଦାୟିତ୍ୱବାନ, ଏକ ପ୍ରେମୀ, ପରିବାରକୁ ଯତ୍ନ କରୁଥିବା, ଲୋକମାନଙ୍କ ପ୍ରତି ଧ୍ୟାନ କରୁଥିବା, ଲୋକମାନଙ୍କୁ ଅଣଦେଖା ନ କରୁଥିବା ବିଷୟକୁ ସେ ପ୍ରକାଶ କରୁଛନ୍ତି। ତ ମୁଁ ଆଉଥରେ କହିବି, ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଆଜି ପଚାରୁନାହାନ୍ତି, ଘୃଣା କରୁଛନ୍ତି, କୌଣସି ବ୍ୟକ୍ତି ଆପଣଙ୍କ ସହିତ ନାହାନ୍ତି ଯେ ଆପଣଙ୍କୁ ଆହା କହିବା ପାଇଁ, କୌଣସି ବ୍ୟକ୍ତି ନାହାନ୍ତି ଯିଏକି ଆପଣଙ୍କୁ ଦୁଃଖରେ ଠିଆ ହେବା ପାଇଁ, ତେବେ ଆପଣ ସେଇ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଆସନ୍ତୁ, ଯୋଉ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପ୍ରତି ସବୁବେଳେ ଅନେଇ ରଖୁଛନ୍ତି, ଆପଣଙ୍କ ପ୍ରତି ଧ୍ୟାନ କରୁଛନ୍ତି, ଆପଣଙ୍କର ସମସ୍ତ ଦୁଃଖକୁ, ଆପଣଙ୍କ ସମସ୍ତଙ୍କ ଖରାପ ପରିସ୍ଥିତିରେ ସେ ଠିଆ ହେବା ପାଇଁ, ସାହାଯ୍ୟ କରିବା ପାଇଁ, ଯେ ସବୁବେଳେ ସବୁବେଳେ ପ୍ରସ୍ତୁତ ଅଟନ୍ତି। ସେ ଯୀଶୁଙ୍କ ନିକଟକୁ ଆସନ୍ତୁ। ସେ ଦାୟିତ୍ୱବାନ ଅଟନ୍ତି, ସେ ବିଶ୍ୱାସ ଯୋଗ୍ୟ ଅଟନ୍ତି, ସେ କର୍ତ୍ତବ୍ୟକୁ ସଫଳ କରିବା ପରମେଶ୍ୱର ଅଟନ୍ତି, ସେ ସବୁବେଳେ ପ୍ରେମ କରିବା ପରମେଶ୍ୱର ଅଟନ୍ତି। ସେଇ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରୁ, ଆଉ ପ୍ରକୃତରେ ତାହାଙ୍କର ଉପସ୍ଥିତିରେ ଆମେ ସମ୍ପୂର୍ଣ୍ଣ ଭାବରେ ସାନ୍ତ୍ୱନା ଏବଂ ଆଶା ଏବଂ ଭରସାକୁ ପ୍ରାପ୍ତ କରୁ। ତେବେ ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ତୃତୀୟ ବାଣୀ ଥିଲା।